ପିଲେ ଜଣେ ଧନୀ ବ୍ୟକ୍ତି ଟ୍ରେନରେ ଯାଉଥିଲେ। ସେଇ ଟ୍ରେନରେ ଗରିବ ଲୋକଟିଏ ପଇସା ମାଗୁଥାଏ। ଧନୀ ବ୍ୟକ୍ତିଙ୍କ ପାଖକୁ ଆସି କହିଲା, ବାବୁ କିଛି ମିଳିବ? ଧନୀ ବ୍ୟକ୍ତି ଜଣଙ୍କ ସେଇ ଲୋକକୁ ପଚାରିଲେ, ତମେ ଜୀବନରେ କାହାକୁ କେବେ କିଛି ଦେଇଛ? ଉତ୍ତରରେ ଗରିବ ଲୋକଟି କହିଲା, ବାବୁ ମୋ ପାଖରେ ବା କ'ଣ ଅଛି ମୁଁ ଦେବି? ଧନୀ ବ୍ୟକ୍ତି ସାଙ୍ଗେ ସାଙ୍ଗେ କହିଲେ, ତମେ ଯଦି କାହାକୁ କିଛି ଦେଇନ ତେବେ ମୁଁ କାହିଁକି ତମକୁ ଦେବି? ଏଇ କଥା ଶୁଣି ଲୋକଟିର ମନ ଦୁଃଖ ହେଇଗଲା ଆଉ ସେ ଆଗ ଷ୍ଟେସନରୁ ଚାଲି ଆସିଲା। ହେଲେ ତାକୁ କିଛି ବି ଭଲ ଲାଗୁନଥାଏ। ସେ ସେଇ ଭଦ୍ରବ୍ୟକ୍ତିଙ୍କ କଥା ଭାବି ଭାବି ରାତି ସାରା ଶୋଇପାରିଲାନି। ତା ପରଦିନ ସକାଳ ହେଲା ପରେ ସେ ଲୋକଟି ଷ୍ଟେସନ ଆଡ଼େ ଗଲା। ଦେଖିଲା ଷ୍ଟେସନ ବାହାରେ ବଗିଚାରେ କେତେ ରକମର ଫୁଲ ଫୁଟିଛି। ସେ ସେଠୁ କିଛି ଫୁଲ ତୋଳି ଆଣି ଯାତ୍ରୀମାନଙ୍କୁ ଦେଲା। ଯାତ୍ରୀମାନେ ବି ଫୁଲ ବଦଳରେ କିଛି ପଇସା ବଢ଼େଇ ଦେଉଥାନ୍ତି। ଆଗ ଅପେକ୍ଷା ଆଜି ତା ପାଖରେ ବେଶୀ ପଇସା। ସେଥିପାଇଁ ସେ ଖୁସି ହେଇଗଲା ଆଉ କାଲି ଭେଟିଥିବା ଧନୀ ବ୍ୟକ୍ତିଙ୍କୁ ମନେ ମନେ ଧନ୍ୟବାଦ ଦେଲା। ଏମିତି କିଛି ଦିନ ପରେ ସେଇ ଧନୀ ବ୍ୟକ୍ତିଙ୍କ ସହିତ ସେଇ ଲୋକଟିର ପୁଣି ଭେଟ ହେଲା। ସଙ୍ଗେ ସଙ୍ଗେ ଫୁଲଟି ବଢ଼େଇ ଦେବାରୁ ବ୍ୟକ୍ତି ଜଣକ ତାକୁ 10 ଟଙ୍କା ଦେଲେ ଏବଂ କହିଲେ, ଯୋଉଠୁ ଏ ଫୁଲ ଆଣିଛ ସେ ଗଛର ଯତ୍ନ ନେଉଛ ନା ନାହିଁ? ଉତ୍ତରରେ ଲୋକଟି କହିଲା, ମୁଁ ତ ସେ କଥା ଆଦୌ ଭାବିନି। ଧନୀ ଲୋକ ଜଣକ କହିଲେ, କର୍ମ କରିବା ଶିଖ। ଗରିବ ଲୋକଟି ପୁଣି ଚିନ୍ତାରେ ପଡ଼ିଗଲା ଆଉ ଭାବିଲା, ନା ମୁଁ ଗଛ ଲଗେଇଛି ନା ପାଣି କେବେ ଦେଇଛି। ତାପରେ କ'ଣ ହେଇଛି ପିଲାମାନେ ଜାଣିଛ? ତା ପରଦିନଠାରୁ ସେ ସକାଳେ ଉଠି ଫୁଲ ବଗିଚାରେ ପାଣି ଦେଲା ଆଉ ଯୋଉଠି ଖାଲି ଜାଗା ଦେଖିଲା ସେଠି ଗଛ ଲଗେଇଲା। ଏମିତି ଧୀରେ ଧୀରେ ଷ୍ଟେସନ ଆଖପାଖ ସୁନ୍ଦର ଦେଖାଗଲା। ପରେ ଫୁଲ ସହ ଫୁଲ ତୋଡ଼ା ମଧ୍ୟ ବିକ୍ରି କରିବାରେ ଲାଗିଗଲା। ପୁଣି ଦିନେ କ'ଣ ହେଇଛି ନା ସେଇ ଧନୀ ବ୍ୟକ୍ତି ଜଣକ ସେଇ ଟ୍ରେନରେ ଯାଉଥିଲେ ଆଉ ତାଙ୍କ ଆଗରେ ଭଲ ପୋଷାକ ପିନ୍ଧି ଜଣେ ବ୍ୟକ୍ତି ବସିଥିଲେ। ସେଇ ବ୍ୟକ୍ତି ଜଣକ ଧନୀ ବ୍ୟକ୍ତିଙ୍କୁ ପଚାରିଲେ, ଆଜ୍ଞା ଆପଣ ମୋତେ ଚିହ୍ନି ପାରୁଛନ୍ତି? ଧନୀ ବ୍ୟକ୍ତି କହିଲେ, ନା ମୋର ମନେ ପଡ଼ୁନି। ସେ ବ୍ୟକ୍ତି ଜଣକ କହିଲେ, ମୁଁ ହେଉଛି ସେଇ ଲୋକ ଯାହାକୁ ଆପଣ କହିଥିଲେ ଜୀବନରେ କେବେ କାହାକୁ କିଛି ଦେଇଛ? ଆଚ୍ଛା, ତେବେ ଏ ପରିବର୍ତ୍ତନ କେମିତି? ଲୋକଟି ଉତ୍ତରରେ କହିଲେ, ଆପଣ ହିଁ ସେସବୁର ମୂଳ କାରଣ। ମୋର ଆପଣଙ୍କ ସହ 2 ଥର ଦେଖା ହେଇଛି ଏବଂ 2 ଥର ଯାକ ଆପଣ ବହୁ ମୂଲ୍ୟବାନ କଥା କହିଛନ୍ତି। ପ୍ରଥମଟି ହେଲା, ଅନ୍ୟକୁ ଦବା ଶିଖ ତେବେ ଭଗବାନ ତମକୁ ଦେବେ। ଦ୍ୱିତୀୟଟି ହେଲା, କର୍ମ କର ଫଳ ଭଗବାନ ଦେବେ। ବୁଝିପାରିଲ ତ? ହଉ ପିଲେ, କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଭଜନଟିଏ। କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରଚନାରୁ ଭଜନଟିକୁ ଗାଇଛନ୍ତି ଶୁଭଶକ୍ତି ଦାସ। जगा बलिया एड़े दगा दिया तुम्हें जगा बलिया एड़े दगा दिया तुम्हें जगा बलिया एड़े दगा दिया तुम्हें जगा बलिया जगतारे केही नहीं तुम भलिया जगतारे केही नहीं तुम भलिया एड़े दगा दिया तुम्हें जगा बलिया एड़े दगा दिया तुम्हें जगा बलिया। किए सुख भोग करे किए दुखी कांदी मरे किए सुख भोग करे किए दुखी कांदी मरे किए भजे तुम नाम किए करे निंदा गान किए भजे तुम नाम किए करे निंदा गान काहाकु करिछ तुम पाद तलिया एड़े
ଦଗା ଦିଆ ତୁମେ ଜଗା ବଳିଆ, ଏଡ଼େ ଦଗା ଦିଆ ତୁମେ ଜଗା ବଳିଆ। ସାରା ଜଗତରେ ଏହି ଲୀଳା ଦେଇଛ ଲଗାଇ, ସାରା ଜଗତରେ ଏହି ଲୀଳା ଦେଇଛ ଲଗାଇ, ତୁମେ ତ ଜଗତ ସାଇ ବସିଛ ମୌନ ହୋଇ, ତୁମେ ତ ଜଗତ ସାଇ ବସିଛ ମୌନ ହୋଇ, ନୀଳଗିରିବାସୀ ପ୍ରଭୁ ଚକା ଡୋଳିଆ, ଏଡ଼େ ଦଗା ଦିଆ ତୁମେ ଜଗା ବଳିଆ, ଏଡ଼େ ଦଗା ଦିଆ ତୁମେ ଜଗା ବଳିଆ, ଏଡ଼େ ଦଗା ଦିଆ ତୁମେ ଜଗା ବଳିଆ, ଏଡ଼େ ଦଗା ଦିଆ ତୁମେ ଜଗା ବଳିଆ। ପିଲାଏ, ତମେ ସବୁ ସ୍କୁଲ ଯାଉଛ, ପାଠପଢ଼ା ସାଙ୍ଗକୁ ଆହୁରି କେତେ କ'ଣ ସବୁ କରୁଛ। ଏଇ ଯେମିତି ତମମାନଙ୍କ ଭିତରୁ କେହି କେହି ଗୀତ ଗାଉଥିବ, ନାଚ ଶିଖୁଥିବ, କିଏ ପହଁରା ଶିଖୁଥିବ, ତ କିଏ ପୁଣି ଜୁଡ଼ୋ କରାଟେ ଶିଖୁଥିବ। ହଁ ପିଲାଏ, ଖାଲି ପାଠ ପଢ଼ିଲେ ତ ହେବନି, ପାଠ ସହିତ ମନୋରଞ୍ଜନ କରିବା ବି ନିହାତି ଜରୁରୀ। ତା ସହିତ ଖେଳାଖେଳି ବି କରିବ। ତମମାନଙ୍କ ଭିତରୁ କେହି କେହି ଭାବୁଥିବ ଆମକୁ ସମୟ ମିଳୁନି ଖେଳିବା ପାଇଁ। ହେଲେ ପିଲେ, ଖାଲି ବାହାରକୁ ଯାଇ ଖେଳାଖେଳି କରିବାକୁ ଯଦି ସମୟ ନାହିଁ କି ସବୁବେଳେ ସମ୍ଭବ ହେଇପାରୁନି, ତାହେଲେ ଘର ଭିତରେ ରହିକି ମଧ୍ୟ ତମେ କେତେ ସବୁ ଖେଳ ଖେଳିପାରିବ। ଆଉ ତମମାନଙ୍କର ମନ ଫୁର୍ତ୍ତି ରହିବା ସହିତ ଖୁସି ମଧ୍ୟ ରହିବ। ଘରୋଇ ଖେଳ ଭିତରେ ରହିଛି ଲୁଡ଼ୋ, ଚେସ୍, କ୍ୟାରମ୍, ଏମିତି କେତେ ପ୍ରକାରର ଖେଳ। ଜାଣିଛ ନା ପିଲେ, ଆଜି ହେଉଛି ଆନ୍ତର୍ଜାତୀୟ ଚେସ୍ ଦିବସ। ଆସ ଏ ବିଷୟରେ ଶୁଣିବା ଆଉ ଜାଣିବା। ତମମାନଙ୍କୁ କହିଛନ୍ତି ଓଡ଼ିଶାର ଆନ୍ତର୍ଜାତୀୟ ଚେସ୍ ଖେଳାଳି ଅପରାଜିତା ଗୋଛିକାର। ଆଜି ଆନ୍ତର୍ଜାତୀୟ ଚେସ୍ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସମସ୍ତେ ଜାଣନ୍ତି ଚେସ୍ ଏକ ବୁଦ୍ଧିମତାର ଖେଳ। ଚେସ୍ ଖେଳିବା ଦ୍ୱାରା ଆମର ବୁଦ୍ଧିର ବିକାଶ ହେବା ସହିତ ସଂଯମତା, ଧୈର୍ଯ୍ୟ, ଏକାଗ୍ରତା, ସୃଜନଶୀଳତା, ଶୃଙ୍ଖଳା ଏବଂ ନିଷ୍ପତ୍ତି ନେବାର କ୍ଷମତାରେ ମଧ୍ୟ ବିକାଶ ହୋଇଥାଏ। ଚେସ୍ ଖେଳରେ ସବୁବେଳେ ରଣନୀତି ପ୍ରସ୍ତୁତ କରିବା, ଯୋଜନା ପ୍ରସ୍ତୁତ କରିବା ଏବଂ ଦୂରଦର୍ଶିତାର ମଧ୍ୟ ଦରକାର ପଡ଼ିଥାଏ, ଯାହା ଆମର ଜୀବନଶୈଳୀରେ ବହୁତ ପରିମାଣରେ ପ୍ରଭାବ ପକାଇଥାଏ। ମୋଟ ଉପରେ ଚେସ୍ କେବଳ ଏକ ଖେଳ ନୁହେଁ, ବରଂ ଏକ ମାନସିକ ବ୍ୟାୟାମ, ଯାହା ଜୀବନର ବିଭିନ୍ନ ଦିଗକୁ ସକାରାତ୍ମକ ଭାବରେ ପ୍ରଭାବ ପକାଇ ପାରିବ। ପାଠପଢ଼ା ଏବଂ ବୃତ୍ତିଗତ ପ୍ରଦର୍ଶନ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ବିକାଶ, ସାମାଜିକ ସମ୍ପର୍କର ମଧ୍ୟ ବିକାଶ ହୋଇଥାଏ। ଚେସ୍ ଖେଳ ପାଇଁ କୌଣସି ବୟସର ସୀମା ନାହିଁ। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ଖେଳର ମଜା ନିଅନ୍ତି। ଚେସ୍ ଖେଳର ଇତିହାସ ବହୁତ ସମୃଦ୍ଧ ଏବଂ 1,000 ବର୍ଷ ଧରି ବ୍ୟାପିଛି। ପ୍ରାଚୀନ ଭାରତରେ ଏହାର ଉତ୍ପତ୍ତି ଠାରୁ ଆଜି ସର୍ବଭାରତୀୟ ସ୍ତରରେ ଲୋକପ୍ରିୟ ଖେଳରେ ପରିଣତ ହୋଇଛି। ଏହାର ପ୍ରାରମ୍ଭିକ ରୂପ ଚାଟୁରଙ୍ଗା ଭାବରେ ଜଣାଶୁଣା ଥିଲା, ଯାହା ଏବେ ଚେସ୍ ଖେଳ ନାମରେ ପରିଚିତ। ଭାରତରେ ଚେସ୍ ଖେଳର ଲୋକପ୍ରିୟତା ବହୁତ ଅଧିକା। ଆଗରୁ ଭାରତରେ କହିବାକୁ ଗଲେ ଜଣେ ହିଁ ଲୋକପ୍ରିୟ ଚେସ୍ ଖେଳାଳି ଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ବିଶ୍ୱବିଜୟୀ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥ ଆନନ୍ଦ। କିନ୍ତୁ ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ 10 ଜଣଙ୍କ ମଧ୍ୟରେ 3 ଜଣ ଖେଳାଳି ହେଉଛନ୍ତି ଆମ ଭାରତବର୍ଷର। ସେମାନେ ହେଉଛନ୍ତି ଗ୍ରାଣ୍ଡମାଷ୍ଟର ଏରେଗାସି ଅର୍ଜୁନ, ଗ୍ରାଣ୍ଡମାଷ୍ଟର ଗୁକେଶ ଏବଂ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦା, ଯାହାକୁ ଭାରତରେ ପ୍ରାୟ ସମସ୍ତେ ଜାଣନ୍ତି। ଏହି କଥାଟି ଭାରତବର୍ଷ ପାଇଁ ବହୁତ ବଡ଼ କଥା ଓ ଗର୍ବର କଥା। ସେହିପରି ଓଡ଼ିଶାରେ ମଧ୍ୟ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଏବଂ ସ୍ୱୟଂ ମିଶ୍ର ଅଛନ୍ତି, ଯେ ଆମର ରାଜ୍ୟ ପାଇଁ ବହୁତ ଗୌରବ ଆଣିଛନ୍ତି। ବିଂଶ ଶତାବ୍ଦୀରେ ଚେସ୍ ବିଭିନ୍ନ ଟୁର୍ଣ୍ଣାମେଣ୍ଟ, ପୁସ୍ତକ ଦ୍ୱାରା ଏବଂ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଲୋକପ୍ରିୟ ହୋଇଥିବା ଦେଖାଯାଇଥିଲା। ଆଜି ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ଏହି ଖେଳକୁ ମାନସିକ ବ୍ୟାୟାମ ହିସାବରେ ବିବେଚନା କରାଯାଉଛି।
ତେଣୁ ଆଜି ଏଇ ଆନ୍ତର୍ଜାତୀୟ ଚେସ୍ ଦିବସରେ ଆମେ ଆଉ ଅପେକ୍ଷା କାହିଁକି କରିବା? ଚାଲନ୍ତୁ ଆମେ ବି ଚେସ୍ ଖେଳିବା। ମମତାମୟୀ ମା ସନ୍ତାନର ସର୍ବସ୍ୱ। ସେ ଧରିତ୍ରୀ ପୃଥିବୀ ସଦୃଶ। ତାରି କୋଳରେ ଆମେ ବଢ଼ିଛୁ। ସେ ଚିର ବନ୍ଦନିଆ ମା। ଦେଶବନ୍ଦନାଟିକୁ ଗାଇଛନ୍ତି ଶୁଭଶକ୍ତି ଦାସ, ରଚନା କ୍ଷୀରୋଦ ଚନ୍ଦ୍ର ପୋଥାଳ। ପିଲାମାନେ, ରାତିର ଅନ୍ଧାରରେ ଆକାଶକୁ ଚାହିଁଲେ କୁନି କୁନି ତାରାମାନଙ୍କ ମେଳରେ ଜହ୍ନ ବି ଥାଏ। ହଁ, ସେଇ ଜହ୍ନର ଶୀତଳ କିରଣ ସମସ୍ତଙ୍କୁ ଭାରି ଭଲ ଲାଗେ। ଜହ୍ନ ବା ଚନ୍ଦ୍ର ବିଷୟରେ ସବୁକିଛି ଜାଣିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ଏବେ ତ ସେ ଦିଗରେ ଇସ୍ରୋ ବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଚନ୍ଦ୍ରଯାନ-3 ପଠାଇବାରେ ସଫଳ ହୋଇଛି। ହେଲେ ପ୍ରଥମେ କେବେ ଓ କେମିତି ମଣିଷ ଚନ୍ଦ୍ରରେ ପାଦ ରଖିଥିଲା, ଆସ ଆଜି ବିଜ୍ଞାନ ବାର୍ତ୍ତାରେ ସେ ବିଷୟରେ ଶୁଣିବା।
ତମମାନଙ୍କୁ କହିଛନ୍ତି ସଂଘମିତ୍ରା ଦେଓଭଞ୍ଜ। ଦେଖିଲୁ ଆକାଶକୁ, ଦେଖ ଜହ୍ନମାମୁଁ କେଡ଼େ ସୁନ୍ଦର। ତୁ ଯଦି ଜଲ୍ଦି ଜଲ୍ଦି ଖାଇଦେବୁ ତାହେଲେ ଆମେ ଜହ୍ନମାମୁଁ ଘରକୁ ବୁଲିଯିବା। ଏମିତି କେତେ କ'ଣ କଥା କହି ତୁମେ ଛୋଟ ଥିଲାବେଳେ ମା ତୁମକୁ ଖୁଆଇ ଦିଅନ୍ତି ଆଉ ତୁମ ଅଳି ଅଝଟ ବୁଝିଥାନ୍ତି। ଆଉ ତୁମେ ବି ସେତେବେଳେ ଆଁ କରି ଆକାଶକୁ ଅନେଇ ଜହ୍ନମାମୁଁ କେମିତି, ତାଙ୍କ ଦେଶ ପୁଣି କେମିତି, ଆଉ କେତେ ଦୂରରେ ସେ ଅଛନ୍ତି, ଏମିତି ସବୁ ଭାବି ଆଶ୍ଚର୍ଯ୍ୟ ହେଉଥାଅ। ସତରେ ପିଲାମାନେ, ଆକାଶରେ ଏତେ ତାରା, ଗ୍ରହ, ନକ୍ଷତ୍ର ଭିତରୁ ଜହ୍ନ ବା ଚନ୍ଦ୍ର ଆମ ପାଇଁ ଖୁବ୍ ଆକର୍ଷଣୀୟ। ଚନ୍ଦ୍ର ହେଉଛି ପୃଥିବୀର ଉପଗ୍ରହ। ପୃଥିବୀ ଚାରିପଟେ ହାରାହାରି 29 ଦିନରେ ଥରେ ଚନ୍ଦ୍ରର ପରିକ୍ରମଣ ଘଟିଥାଏ। ଆମ ଜନଜୀବନ ତଥା ପ୍ରକୃତି ଉପରେ ଅନେକ ପ୍ରଭାବ ମଧ୍ୟ ଏହା ପକାଇଥାଏ। ଅତୀତରେ ମଣିଷ ଏହି ଚନ୍ଦ୍ରର ଅବସ୍ଥିତିକୁ ନେଇ ଅନେକ ଗଣନା କରୁଥିଲା, ଆଉ ଚନ୍ଦ୍ରପୃଷ୍ଠକୁ କେମିତି ଯାଇହେବ ସେ ସ୍ୱପ୍ନ ଦେଖିବା ସହ ଅନେକ ଚେଷ୍ଟା ବି କରିଥିଲା। ମଣିଷର ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ସେହି ସ୍ୱପ୍ନ ସାକାର ହୋଇଥିଲା ଆଜିକୁ 50 ବର୍ଷ ତଳେ 1969 ମସିହାରେ। ସେ ବିଷୟରେ ଆସ ଆଜି ଆମେ କିଛି ଜାଣିବା। ସେଦିନ ଥିଲା 1969 ମସିହାର ଜୁଲାଇ 20 ତାରିଖ। ସାରା ବିଶ୍ୱବାସୀ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲେ ସେହି ବିସ୍ମୟଭରା ସମ୍ବାଦ ଶୁଣିବା ପାଇଁ। ଆଉ ଆମେରିକାବାସୀ ସେ ଦୃଶ୍ୟ ଟେଲିଭିଜନ ପରଦାରେ ଦେଖିବା ପାଇଁ ଭିଡ଼ ଜମାଇଥାନ୍ତି। ମହାକାଶ ଯାନଟିର ନାଁ ଥିଲା ଆପୋଲୋ 11। ସେହି ଯାନଟିକୁ ତା ପୂର୍ବରୁ ଜୁଲାଇ 16 ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ରାଜ୍ୟରେ ଥିବା ମେରିଟ୍ ଦ୍ୱୀପର କେନେଡି ସ୍ପେସ୍ ସେଣ୍ଟରରୁ ସାଟର୍ନ ଭି ନାମକ ରକେଟ୍ରୁ ସେଠାକାର ସମୟ ସକାଳ 9:32 ମହାକାଶକୁ ପ୍ରେରଣ କରାଯାଇଥିଲା। ସେଦିନ ଯେଉଁ ମୁଖ୍ୟ ମହାକାଶଚାରୀମାନେ ଏହି ଐତିହାସିକ ଯାତ୍ରାରେ ସାମିଲ ଥିଲେ ସେମାନେ ହେଲେ କମାଣ୍ଡର ନୀଲ ଆର୍ମଷ୍ଟ୍ରଙ୍ଗ, କମାଣ୍ଡର ମଡ୍ୟୁଲ ପାଇଲଟ ମାଇକେଲ କଲିନ୍ସ ଏବଂ ଲୁନାର ମଡ୍ୟୁଲ ପାଇଲଟ ଏଡୱିନ୍ ବଜ୍ ଆଲ୍ଡ୍ରିନ୍। ପିଲାମାନେ, ସେ ଯେଉଁ ପ୍ରେରଣ ହେଲା ତାର 3 ଦିନ ପରେ ଜୁଲାଇ 19 ତାରିଖରେ ଆପୋଲୋ 11 ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ତା ଚାରିପଟେ ଘୂରିବାକୁ ଲାଗିଲା। ଏମିତି 30 ଥର ଘୂରିବା ଭିତରେ ସେମାନେ ପୂର୍ବ ନିର୍ଦ୍ଧାରିତ ଓହ୍ଲାଇବା ଜାଗାଟିକୁ ଭଲ ଭାବରେ ଦେଖିଥିଲେ, ଆଉ ଚନ୍ଦ୍ରପୃଷ୍ଠର ଖାଲ ଢିପ ଭର୍ତ୍ତି ଥିବା ଜାଗାରେ କେମିତି ଓହ୍ଲାଇବେ ତାର କଳନା କରି ସେ ବିଷୟରେ ଅବଗତ ହୋଇଥିଲେ। ତା ପରଦିନ ଅର୍ଥାତ୍ ଜୁଲାଇ 20 ତାରିଖ ଦିନ ଆପୋଲୋ 11ରୁ ମହାକାଶଚାରୀ ଆର୍ମଷ୍ଟ୍ରଙ୍ଗ ଓ ଆଲ୍ଡ୍ରିନ୍ଙ୍କୁ ନେଇ ଇଗଲ ନାମକ ମହାକାଶ ଯାନଟି ଅବତରଣ ପାଇଁ ମୂଳ ଯାନରୁ ଅଲଗା ହୋଇଗଲା। ମାଇକେଲ କଲିନ୍ସ ଏକୁଟିଆ କଲମ୍ବିଆ ଯାନରେ ରହି ଇଗଲ ଯାନର ଗତିବିଧି ଏବଂ ତାର ପରିଚାଳନାକୁ ନିରୀକ୍ଷଣ କରୁଥିଲେ। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଲା ଓ ଇଗଲ ଯାନଟି ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ତାର ପ୍ରାୟ 6 ଘଣ୍ଟା ପରେ ଜୁଲାଇ 21 ତାରିଖ ଦିନ ମହାକାଶଚାରୀଙ୍କ ପାଇଁ ମୋଟା ଦେଖାଯାଉଥିବା ସ୍ୱତନ୍ତ୍ର ପୋଷାକ ଓ ପିଠିରେ ଥିବା ବଡ଼ ବ୍ୟାଗ୍ ସହିତ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ସେହି ଇଗଲ ଯାନରୁ ବାହାରକୁ ଆସି ଚନ୍ଦ୍ରପୃଷ୍ଠରେ ମଣିଷର ପ୍ରଥମ ପାଦ ରଖିଲେ। ପିଲାମାନେ ଜାଣିଛ ସେହି ସ୍ମରଣୀୟ ମୁହୂର୍ତ୍ତରେ ସେ କ'ଣ କହିଥିଲେ? ସେ କହିଥିବା ବାକ୍ୟଟି ହେଲା, ଏହା ମଣିଷ ପାଇଁ ଗୋଟେ ଛୋଟ ପାହୁଣ୍ଡ, ହେଲେ ସମଗ୍ର ମାନବ ସମାଜ ପାଇଁ ଏହା ଗୋଟେ ବିରାଟ ଲମ୍ଫ, ଯାହାକି ଇଂରାଜୀରେ ଅଟେ ଦ୍ୟାଟ୍ସ ଏ ସ୍ମଲ୍ ଷ୍ଟେପ୍ ଫର୍ ମ୍ୟାନ୍, ୱାନ୍ ଜାଣ୍ଟ ଲିପ୍ ଫର୍ ମ୍ୟାନକାଇଣ୍ଡ। ଆର୍ମଷ୍ଟ୍ରଙ୍ଗଙ୍କ ପରେ କିଛି ସମୟ ଛାଡ଼ି ଠିକ୍ 19 ମିନିଟ୍ ପରେ ଦ୍ୱିତୀୟ ମହାକାଶଚାରୀ ଏଡୱିନ୍ ଆଲ୍ଡ୍ରିନ୍ ମଧ୍ୟ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରିଥିଲେ। ଚନ୍ଦ୍ରପୃଷ୍ଠରେ ଚାଲିବାର ଅନୁଭୂତି ସହିତ ସେମାନେ ଗବେଷଣା ପାଇଁ ସେଠାକାର ଧୂଳି ପଥର ଖଣ୍ଡମାନ ସଂଗ୍ରହ କରି ଆଣିଥିଲେ। ସେହି ଦିନର ସେହି ସ୍ମରଣୀୟ ଘଟଣାଟି ଯାହା ଥିଲା ମଣିଷଙ୍କୁ ନେଇ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ଓ ପୁଣି ସୁରକ୍ଷିତ ଅବସ୍ଥାରେ ପୃଥିବୀ ପୃଷ୍ଠକୁ ଫେରି ଆସିବା ବିଜ୍ଞାନ କ୍ଷେତ୍ରରେ ମଣିଷର ଏକ ବଡ଼ ସଫଳତା ପାଲଟି ଯାଇଥିଲା। ସେହି ଘଟଣାରୁ ମିଳିଥିବା ସାହସ ଓ ଆତ୍ମବିଶ୍ୱାସ ପରବର୍ତ୍ତୀ ସମୟରେ ମହାକାଶ ବିଜ୍ଞାନରେ ପ୍ରଗତି ନିମନ୍ତେ ଖୁବ୍ ସହାୟକ ହୋଇପାରିଥିଲା। ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଅଶେଷ ଉନ୍ନତି ଘଟିବା ଫଳରେ ଅନେକ କିଛି ସଫଳତାକୁ ନେଇ ମହାକାଶ ବିଜ୍ଞାନର ଅଗ୍ରଗତି ଘଟି ଚାଲିଛି। ମହାକାଶ ବିଜ୍ଞାନୀମାନେ ଚନ୍ଦ୍ର ସହିତ ମଙ୍ଗଳ, ଶନି ଗ୍ରହକୁ ମଧ୍ୟ ମହାକାଶଯାନ ପ୍ରେରଣ ସହିତ ଅଧିକ ଗବେଷଣା ଓ କାର୍ଯ୍ୟ କରିଚାଲିଛନ୍ତି। ମହାକାଶ ଯାତ୍ରାରୁ ସଂଗୃହୀତ ତଥ୍ୟ ଉପରେ ଗବେଷଣା କରାଯାଇ ପୃଥିବୀରେ ବିଭିନ୍ନ କ୍ଷେତ୍ର ଯଥା ଔଷଧ, ସ୍ୱାସ୍ଥ୍ୟ, ପରିବହନ, ପରିବେଶ ସୁରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି ତଥା ଶିଳ୍ପ କ୍ଷେତ୍ରରେ ଅନେକ ଅଗ୍ରଗତି ଘଟି ଚାଲିଛି। ଏବେ ମଧ୍ୟ ବିଶ୍ୱସ୍ତରରେ ଚନ୍ଦ୍ରର ପୃଷ୍ଠଦେଶ ସହିତ ତାର ଆକାଶ ତଥା ଅଭ୍ୟନ୍ତରର ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରାଯାଉଛି।
ଆହୁରି ମଧ୍ୟ କିଛି ବ୍ୟକ୍ତି ଚନ୍ଦ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ପିଲାମାନେ, ତୁମମାନେ ଜାଣିଛ ଆମ ଦେଶରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ବା ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ଭଳି ସଂସ୍ଥାମାନ ରହିଛି। ସେଠାରେ ବୈଜ୍ଞାନିକମାନେ ମହାକାଶ ଉପରେ ଅଧିକ ଗବେଷଣା କରୁଛନ୍ତି। ତୁମେମାନେ ମଧ୍ୟ ଭଲ ପାଠ ପଢ଼ି ଭବିଷ୍ୟତରେ ମହାକାଶ ବୈଜ୍ଞାନିକ ହୋଇପାରିବ। ତୁମମାନେ ମହାକାଶ ବିଜ୍ଞାନ ବିଷୟରେ ଅଧିକ ଜାଣିବା ସହିତ ଜନସାଧାରଣଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରିପାରିବ, ଆଉ ପିଲାଦିନର ସେଇ ଜହ୍ନମାମୁଁର ଦେଶର ସତ୍ୟତା ଜାଣିପାରିବ। ପିଲେ, ଏବେ ଶେଷରେ ଶୁଣିବା ସମବେତ କଣ୍ଠରେ ଝୁମର ଗୀତ। ପରିବେଷଣ କରିଛନ୍ତି ରାଇରଙ୍ଗପୁର ମୟୂରଭଞ୍ଜର ନୃତ୍ୟ ବିକାଶ ସମିତିର ପିଲାମାନେ। ଆସ ଶୁଣିବା। ଜୟ ମାଧବ ମଧୁହାରୀ, ଜୟ ଶଙ୍କର ତ୍ରିପୁରାରୀ ହେ, ମାଧବ ମଧୁହାରୀ, ଏକ ବ୍ରହ୍ମ ରୂପ ଭୟ ସ୍ୱରୂପ, ଏକ ବ୍ରହ୍ମ ରୂପ ଭୟ ସ୍ୱରୂପ, ନାମ ହର ହରି ହେ, ମାଧବ ମଧୁହାରୀ, ଜୟ ଶଙ୍କର ତ୍ରିପୁରାରୀ ହେ, ମାଧବ ମଧୁହାରୀ। केबे रामा केबे उमा सहिता रे, केबे बगलके केबे कैलासरे, फणी धरी केबे रामा केबे उमा सहिता रे, केबे बगलके केबे कैलासरे, फणी धरी केबे बासमथाने केबे बृंदावने, केबे बासमथाने केबे बृंदावने, गंगाधरी पंक्तिधारी हे, माधव मधुहारी, जय शंकर त्रिपुरारी हे, माधव मधुहारी। भस्म विलेपिता केबे धरांगा, केबे अवनील सागरर रंग, चर्म पीताम्बरधारी, भस्म विलेपिता केबे धरांगा, केबे अवनील सागरर रंग, चर्म पीताम्बरधारी, केबे बनमाला केबे हरमाला, केबे बनमाला केबे हरमाला, टिकी चूड़ जटाधारी हे, माधव मधुहारी, जय शंकर त्रिपुरारी हे, माधव मधुहारी।
ହଉ ପିଲେ, ଆଜି ପାଇଁ କିଶୋର ଚକ୍ର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ। ଶୁଣିବାକୁ ଜମାରୁ ଭୁଲିବନି।